ସରକାରକୁ ଆସିଲେ ଲୋକଙ୍କ ପାଇଁ କ'ଣ କରିବ ବିଜେଡି? ଶଙ୍ଖ ଭବନରେ ହେଲା ମାନସ ମନ୍ଥନ, ବସିଲା ଇସ୍ତାହାର କମିଟିର ପ୍ରଥମ ବୈଠକ। ନିର୍ବାଚନ ବେଳେ ମିଠା ମିଠା ପ୍ରତିଶ୍ରୁତିକୁ ସଜାଇ ଭୋଟରଙ୍କ ନିକଟକୁ ଯାଇଥାନ୍ତି ରାଜନୈତିକ ଦଳ। ବିଜେଡି ହେଉ କି ବିଜେପି, କଂଗ୍ରେସ ହେଉ କି ଅନ୍ୟ ରାଜନୈତିକ ଦଳ, ସମସ୍ତେ ଦେଇଥାନ୍ତି ଲୋଭନୀୟ ଅଫର। ଆଉ ଭୋଟରଙ୍କୁ ନିଜ ଆଡ଼କୁ ଟାଣିବା ପାଇଁ ଖୋଲି ଦେଇଥାନ୍ତି ପ୍ରତିଶ୍ରୁତିର ଭଣ୍ଡାର। ନିର୍ବାଚନୀ ପ୍ରତିଶ୍ରୁତି ପାଇଁ ଶଙ୍ଖ ଭବନରେ ଗତକାଲି ବସିଛି ବିଜେଡିର ପ୍ରଥମ ଇସ୍ତାହାର କମିଟି ବୈଠକ। 2024 ନିର୍ବାଚନୀ ଇସ୍ତାହାରରେ ରାଜ୍ୟବାସୀଙ୍କୁ କି ପ୍ରତିଶ୍ରୁତି ଦେବ, ଆରମ୍ଭ ହୋଇଛି ମାନସ ମନ୍ଥନ। ନୂଆ ଘୋଷଣା, ନୂଆ ଯୋଜନା ଆଣିବାକୁ ଯାଉଛି ଦଳ। ସବୁ ବର୍ଗକୁ ସନ୍ତୁଷ୍ଟ କରିବା ପାଇଁ ବିଜେଡି ଇସ୍ତାହାର କମିଟି ଜୋରଦାର କସରତ ଚଳାଇଛି। ସୂଚନା ମିଳିଛି, ଏଥର ବିଜେଡି ତାର ଇସ୍ତାହାରରେ ଯୁବ, ଛାତ୍ର ଓ ମହିଳାଙ୍କୁ ଅଧିକ ଗୁରୁତ୍ୱ ଦେବ। ଯୁବବର୍ଗଙ୍କୁ ସନ୍ତୁଷ୍ଟ କରିବାକୁ ଆଣିପାରେ ଯୁବ ବଜେଟ୍। ସ୍ମାର୍ଟ କାର୍ଡ ଜରିଆରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା, ମହିଳା ସଶକ୍ତିକରଣ ପାଇଁ ନୂଆ ଘୋଷଣା, କୃଷକଙ୍କ ଆୟ ବଢ଼ାଇବା ପାଇଁ ଯୋଜନା, ପର୍ଯ୍ୟଟନ ବିକାଶ ପାଇଁ ସ୍ୱତନ୍ତ୍ର ବ୍ଲୁପ୍ରିଣ୍ଟ। ଏହି କମିଟିର ପରାମର୍ଶ ଆଧାରରେ ଇସ୍ତାହାର ପ୍ରସ୍ତୁତ କରାଯାଉଛି। ରିପୋର୍ଟ 3KYT।